ଆଜି ଆସନ୍ତୁ ଆମ୍ଭେମାନେ ପ୍ରେରିତଙ୍କ ଯୁଗର ସତ୍ୟ ଓ ଖ୍ରୀଷ୍ଟ ଆନସାଙ୍ଗ ଏହି ବିଷୟ ଅନ୍ତର୍ଗତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବାର କିଛି ସମୟ ନେବା। ସ୍ୱର୍ଗ ରାଜ୍ୟ ଯେତେ ଅଧିକ ପାଖକୁ ଆସୁଅଛି ସେତେ ଅଧିକ ଲୋକମାନେ ସତ୍ୟ ଜାଣିବାକୁ ଚାହୁଁଛନ୍ତି। ଏପରି ଏଥିପାଇଁ କାରଣ ଲୋକମାନେ ଜାଣିବାକୁ ଚାହୁଁଛନ୍ତି କି ସେମାନେ ସତ୍ୟର ଅନୁସାରେ ଆପଣା ଜୀବନଯାପନ କରୁଛନ୍ତି କି ନାହିଁ। ସେମାନେ ଏହି ମାମଲାରେ ବଡ଼ ଆଗ୍ରହାନ୍ୱିତ ଅଟନ୍ତି। ଭାବବାଦୀ ଆମୋସ ଭବିଷ୍ୟବାଣୀ କଲେ ଅନେକ ଲୋକମାନେ ପରମେଶ୍ୱରଙ୍କ ବାକ୍ୟ ଖୋଜିବା ପାଇଁ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଭ୍ରମଣ କରିବେ। ଏହି ଭବିଷ୍ୟବାଣୀକୁ ଦେଖୁଥାଇ ଆମ୍ଭେ ଏହି ବିଷୟର ପୁଷ୍ଟି କରିପାରିବା କି ଯଦି ହିଁ ଲୋକମାନେ ବାହାର ରୂପରେ ବ୍ୟକ୍ତ ନ କରନ୍ତୁ କିନ୍ତୁ ସେମାନେ ସତ୍ୟକୁ ଖୋଜିବା ପାଇଁ ଅଧିକ ପ୍ରୟାସ କରୁଛନ୍ତି, ତେବେ ଆମ୍ଭେ ସତ୍ୟକୁ କେମିତି ପ୍ରାପ୍ତ କରିପାରିବା? କାରଣ ବାଇବଲର ସମସ୍ତ 6ଟି ପୁସ୍ତକ ଭବିଷ୍ୟବାଣୀ ଦ୍ୱାରା ପ୍ରସ୍ତୁତ ହୋଇଅଛି। ଏଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ଜାଣିବାକୁ ଦେଉଛନ୍ତି କି ଯଦି ଆମ୍ଭେ ଭବିଷ୍ୟବାଣୀର ଧ୍ୟାନପୂର୍ବକ ଅଧ୍ୟୟନ କରୁଅଛୁ ତେବେ ଆମ୍ଭେ ନିଶ୍ଚିତ ରୂପରେ ସତ୍ୟର ପଥ ଖୋଜିପାରିବା। ଭବିଷ୍ୟବାଣୀ ଦ୍ୱାରା ଆସନ୍ତୁ ଆମ୍ଭେ ମିଥ୍ୟା ଚର୍ଚ୍ଚକୁ ଯେ ସତ୍ୟର ପାଳନ କରିବା ବିନା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବାର ଦାବି କରୁଅଛି ଆଉ ପରମେଶ୍ୱରଙ୍କ ଦ୍ୱାରା ସ୍ଥାପିତ ସତ୍ୟ ଚର୍ଚ୍ଚକୁ ଚିହ୍ନିବାର ବୁଦ୍ଧି ପ୍ରାପ୍ତ କରିବା। ଏହି ତଥ୍ୟ ଦ୍ୱାରା ଆନନ୍ଦିତ ହୋଇ କି ଆମ୍ଭେ ଏବେ ସତ୍ୟରେ ଅଛୁ, ଆମ୍ଭମାନଙ୍କୁ ଏହି ଶୁଭ ସନ୍ଦେଶକୁ ସେହି ଲୋକମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଉଚିତ ଯେଉଁମାନେ ସତ୍ୟ ଜାଣିବା ବିନା ସଂସାରରେ ଭ୍ରମଣ କରୁଛନ୍ତି। ଆସନ୍ତୁ ଆମ୍ଭେ ପ୍ରଥମ ଥେସଲୋନିକୀୟ ଅଧ୍ୟାୟ 5 ପଦ 19 ଉପରେ ଏକ ନଜର ପକାଇବା। ଆତ୍ମାକୁ ନିର୍ବାଣ ନ କର, ଭାବବାଣୀ ତୁଚ୍ଛ କର ନାହିଁ, ବରଂ ସମସ୍ତ ବିଷୟ ପରୀକ୍ଷା କର, ଯାହା ଉତ୍ତମ ତାହା ଧରି ରଖ, ସମସ୍ତ ପ୍ରକାର ମନ୍ଦଠାରୁ ପୃଥକ ହୋଇଥାଅ। ଏଠାରେ ଏହା କୁହାଯାଇଅଛି କି ଆମ୍ଭମାନଙ୍କୁ କେବେ ମଧ୍ୟ ଭବିଷ୍ୟବାଣୀକୁ ତୁଚ୍ଛ ନ ଜାଣିବା ଦରକାର, କାରଣ ଭବିଷ୍ୟବାଣୀ ପରମେଶ୍ୱରଙ୍କ ବାକ୍ୟ ଅଟେ, ଯାହା ଯେମିତି ହିଁ ସଠିକ ରୂପରେ ପୂର୍ଣ୍ଣ ହେଉଅଛି ଯେମିତି ତାହା ଦିଆଯାଇଅଛି। ଆମ୍ଭମାନଙ୍କୁ କେବେ ମଧ୍ୟ ସେହି ସବୁ ତୁଚ୍ଛ ନ ଜାଣିବା ଦରକାର। ଜଗତରେ ଅନେକ ଚର୍ଚ୍ଚ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବାର ଦାବି କରୁଅଛି। ସେମାନେ ବାହାନା କରୁଛନ୍ତି କି ସେମାନଙ୍କ ପାଖରେ ଉଦ୍ଧାରର ସତ୍ୟ ଅଛି ଆଉ ଅନେକ ଲୋକଙ୍କୁ ଭ୍ରାନ୍ତ କରୁଛନ୍ତି। ବାଇବେଲରେ ପରମେଶ୍ୱର ଅନେକ ଭବିଷ୍ୟବାଣୀ ଦେଇଛନ୍ତି କି ମିଥ୍ୟା ଚର୍ଚ୍ଚ ପ୍ରକଟ ହେବ ଓ ଆମ୍ଭମାନଙ୍କୁ ଜାଣିବାକୁ ଦେଇଛନ୍ତି କି ସେମାନଙ୍କୁ କିପରି ଚିହ୍ନି ହେବ। ଆସନ୍ତୁ ଆମ୍ଭେ ମାଥିଉ ଅଧ୍ୟାୟ 13 ପଦ 24 ଉପରେ ନଜର ପକାଇବା। ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ସ୍ୱର୍ଗରାଜ୍ୟ ଆପଣା କ୍ଷେତରେ ଭଲ ବିହନ ବୁଣିଥିବା ଜଣେ ବ୍ୟକ୍ତିଙ୍କ ସଦୃଶ। ମାତ୍ର ଲୋକେ ନିଦ୍ରା ଯାଇଥିବା ସମୟରେ ତାଙ୍କ ଶତ୍ରୁ ଆସି ସେହି ଗହମ ମଧ୍ୟରେ ବାଳୁଙ୍ଗା ବୁଣି ଦେଇ ଚାଲିଗଲା। ଯେତେବେଳେ ପତ୍ର ବାହାରି ଫଳ ଫଳିବାକୁ ଲାଗିଲା ସେତେବେଳେ ବାଳୁଙ୍ଗା ମଧ୍ୟ ଦେଖାଗଲା। ସେଥିରେ ଗୃହକର୍ତ୍ତାଙ୍କ ଦାସମାନେ ତାଙ୍କ ପାଖକୁ ଆସି କହିଲେ, ସାନ୍ତେ, ଆପଣ କ'ଣ ନିଜ କ୍ଷେତ୍ରରେ ଭଲ ବିହନ ବୁଣି ନଥିଲେ? ତେବେ ବାଳୁଙ୍ଗା ଗୁଡ଼ାକ କେଉଁଠାରୁ ହେଲା? ସେ ସେମାନଙ୍କୁ କହିଲେ, ଜଣେ ଶତ୍ରୁ ଏହା କରିଅଛି। ପୁଣି ଦାସମାନେ ତାଙ୍କୁ କହିଲେ, ତେବେ ଆମ୍ଭେମାନେ ଯାଇ ସେଗୁଡ଼ାକୁ ଉପାଡ଼ି ଏକାଠି କରୁ, ଏହା କ'ଣ ଆପଣଙ୍କର ଇଚ୍ଛା? କିନ୍ତୁ ସେ କହିଲେ, ନା, କାଳେ ତୁମ୍ଭେମାନେ ବାଳୁଙ୍ଗା ଏକାଠି କରୁ କରୁ ସେଗୁଡ଼ାକୁ ସାଙ୍ଗରେ ଗହମ ଉପାଡ଼ି ପକାଇବ। ଶସ୍ୟ ନ କାଟିବା ଯାଏଁ ଦୁହିଁକି ଏକାଠି ବଢ଼ିବାକୁ ଛାଡ଼ିଦିଅ। ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳିମାନଙ୍କୁ କହିବି, ପୋଡ଼ିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, କିନ୍ତୁ ଗହମ ମୋ ଅମାରରେ ସଂଗ୍ରହ କରି ରଖ। 2000 ବର୍ଷ ପୂର୍ବେ ଯେତେବେଳେ ଯୀଶୁ ପୃଥିବୀରେ ଆସିଥିଲେ ତେବେ ସେ ଆମ୍ଭମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ ଦ୍ୱାରା ବହୁତ ହି ମହତ୍ୱପୂର୍ଣ୍ଣ ଭବିଷ୍ୟବାଣୀ ଦେଇଥିଲେ। ସେ ବାଳୁଙ୍ଗା ଓ ଗହମର ଦୃଷ୍ଟାନ୍ତ ଦ୍ୱାରା ସତ୍ୟ ଚର୍ଚ୍ଚ ଓ ମିଥ୍ୟା ଚର୍ଚ୍ଚ ବିଷୟରେ ଆଉ ସତ୍ୟ ଓ ମିଥ୍ୟାର ପ୍ରକଟ ହେବା ବିଷୟରେ ଭବିଷ୍ୟବାଣୀ କଲେ। ଆସନ୍ତୁ ଆମ୍ଭେ ସେହି ବ୍ୟାଖ୍ୟା ଉପରେ ଧ୍ୟାନ ଦେବା ଯାହା ଯୀଶୁ ପଦ 36ରେ ଏହି ଦୃଷ୍ଟାନ୍ତ ବିଷୟରେ ଦେଇଥିଲେ। ପରେ ସେ ଲୋକ ସମୂହକୁ ପରିତ୍ୟାଗ କରି ଗୃହରେ ପ୍ରବେଶ କଲେ ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, କ୍ଷେତରେ ବାଳୁଙ୍ଗାର ଦୃଷ୍ଟାନ୍ତ ଆମ୍ଭମାନଙ୍କୁ ସ୍ପଷ୍ଟ ରୂପେ ବୁଝାଇ ଦିଅନ୍ତୁ।
ଯୀଶୁ ଉତ୍ତର ଦେଲେ, ଉତ୍ତମ ବିହନ ଯେ ବୁଣନ୍ତି ସେ କିଏ ଅଟନ୍ତି? ମନୁଷ୍ୟ ପୁତ୍ର ଅର୍ଥାତ୍ ସେ ଯୀଶୁ ଅଟନ୍ତି। ମନୁଷ୍ୟ ପୁତ୍ର ଯୀଶୁ ପୃଥିବୀରେ ଆସିଲେ ଓ କୃଷକଙ୍କ ରୂପରେ ଉତ୍ତମ ବିହନ ବୁଣିଲେ। କିନ୍ତୁ ଆସନ୍ତୁ ଆମ୍ଭେ ଦେଖିବା କି ତାହାର ଉତ୍ତମ ବିହନକୁ ବୁଣିବା ପରେ କ'ଣ ହେବ। ପଦ 38, କ୍ଷେତ କ'ଣ? ଜଗତ। ଭଲ ବିହନ ରାଜ୍ୟର ସନ୍ତାନମାନେ, ବାଳୁଙ୍ଗା ପାପାତ୍ମାର ସନ୍ତାନମାନେ। ଯେଉଁ ଶତ୍ରୁ ତାହା ବୁଣିଲା ସେ କିଏ ଅଟନ୍ତି? ଶୈତାନ। ଯୀଶୁ ଆମ୍ଭମାନଙ୍କୁ ଏହା ମଧ୍ୟ ଜାଣିବାକୁ ଦେଲେ କି ଶୈତାନ ଏହି କାର୍ଯ୍ୟ କରିବ। ଏହି ସ୍ଥିତି କେଉଁ ସମୟ ପର୍ଯ୍ୟନ୍ତ ଜାରି ରହିବ? ସ୍ୱାମୀ ସେମାନଙ୍କୁ କହିଲା କି ବାଳୁଙ୍ଗା ଓ ଗହମକୁ ଉଭୟକୁ ଜଗତର ଶେଷ ପର୍ଯ୍ୟନ୍ତ ଏକାଠି ବଢ଼ିବାକୁ ଛାଡ଼ିଦିଅ। କାରଣ ଦାସମାନେ ପଚାରିଲେ, କ'ଣ ଆମ୍ଭେମାନେ ବାଳୁଙ୍ଗା ଗୁଡ଼ିକକୁ ଏକାଠି କରିବୁ? ସେ କହିଲେ, ତାହା ଉପାଡ଼ ନାହିଁ ଓ ତାହା ଏମିତି ହିଁ ରହିବାକୁ ଦିଅ। ତେବେ ବାଳୁଙ୍ଗା ଓ ଗହମ ଜଗତର ଶେଷ ପର୍ଯ୍ୟନ୍ତ ଏହି ସଂସାରରେ ସହ ଅସ୍ତିତ୍ୱରେ ଅଛନ୍ତି। କ'ଣ ଆମ୍ଭେ ଉଭୟ ମଧ୍ୟରେ ଫରକ କରିବାର ସକ୍ଷମ ନ ହେବା ଉଚିତ? ଆସନ୍ତୁ ଆମ୍ଭେ ପଦ 39କୁ ଯିବା। ଯେଉଁ ଶତ୍ରୁ ତାହା ବୁଣିଲା ସେ ଶୈତାନ। ଶସ୍ୟ କାଟିବା କ'ଣ? ସମୟର ଯୁଗାନ୍ତ, ପୁଣି କଟାଳି ସବୁ ଦୂତମାନେ। ଅତଏବ ବାଳୁଙ୍ଗା ଯେପରି ଏକାଠି କରାଯାଇ ନିଆଁରେ ପୋଡ଼ାଯାଏ, ଯୁଗାନ୍ତ ସମୟରେ ସେପରି ଘଟିବ। ଶେଷରେ ବାଳୁଙ୍ଗାର କ'ଣ ହେବ? ତାହା ଅଗ୍ନିରେ ପୋଡ଼ାଯିବା ନିମନ୍ତେ ନିଯୁକ୍ତ ଅଛି। ପଦ 41, ମନୁଷ୍ୟ ପୁତ୍ର ଆପଣା ଦୂତମାନଙ୍କୁ ପ୍ରେରଣ କରିବେ, ଆଉ ସେମାନେ ତାହାଙ୍କ ରାଜ୍ୟର ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମଚାରୀମାନଙ୍କୁ ସଂଗ୍ରହ କରିବେ। ପୁଣି ସେମାନଙ୍କୁ କେଉଁଠି ନିକ୍ଷେପ କରିବେ? ଅଗ୍ନିର କୁଣ୍ଡରେ ନିକ୍ଷେପ କରିବେ। ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ। ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜମୟ ଦେଖାଯିବେ। ଯାହାର କାନ ଅଛି ସେ ଶୁଣୁ। ଅଗ୍ନି କୁଣ୍ଡରେ କାହାକୁ ପକାଯିବ? ବାଳୁଙ୍ଗାକୁ। ବାଳୁଙ୍ଗା ବିଷୟରେ ସ୍ପଷ୍ଟ ରୂପେ ବୁଝିବା ନିମନ୍ତେ ଆସନ୍ତୁ ଆମ୍ଭେମାନେ ଆଉଥରେ ପଦ 41 ଉପରେ ନଜର ପକାଇବା। ମନୁଷ୍ୟ ପୁତ୍ର ଆପଣା ଦୂତମାନଙ୍କୁ ପ୍ରେରଣ କରିବେ, ଆଉ ସେମାନେ ତାହାଙ୍କ ରାଜ୍ୟରୁ କେଉଁ ପ୍ରକାର ଲୋକମାନଙ୍କୁ? ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମଚାରୀମାନଙ୍କୁ ସଂଗ୍ରହ କରିବେ। ପୁଣି ସେମାନଙ୍କୁ କେଉଁଠି? ଅଗ୍ନି କୁଣ୍ଡରେ ନିକ୍ଷେପ କରିବେ। ଏହାଦ୍ୱାରା ଆମ୍ଭେ ସହଜରେ ବୁଝିପାରିବା କି ବାଳୁଙ୍ଗା ସେମାନେ ଅଟନ୍ତି ଯେଉଁମାନେ କୁକର୍ମ କରନ୍ତି। କୁକର୍ମ ଶୈତାନ ଦ୍ୱାରା ବୁଣା ଯାଇଥିଲା। କିଏ ଉତ୍ତମ ବିହନ ବୁଣିଲା? ସେ ଯୀଶୁ ଖ୍ରୀଷ୍ଟ, ଯେ ମନୁଷ୍ୟ ପୁତ୍ର ଅଟନ୍ତି। ଆମ୍ଭମାନଙ୍କୁ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ସତ୍ୟକୁ ଖୋଜିବା ଦରକାର, ହଁ ନା? ସତ୍ୟର ବିହନ ବୁଣିବା ଲୋକ ଯୀଶୁ ଥିଲେ। ଆଉ ଶୈତାନ କ'ଣ କଲା? ସେ କୁକର୍ମର ବିହନ ବୁଣିଲା। ପ୍ରଥମେ ସତ୍ୟର ବିହନ ବୁଣାଗଲା ଓ ପରେ କୁକର୍ମର ବିହନ ବୁଣାଗଲା। ଆମ୍ଭମାନଙ୍କୁ ଏହି ଘଟଣାର କାଳକ୍ରମ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି। ସଙ୍ଗରେ ହିଁ ମନୁଷ୍ୟ ପୁତ୍ରଙ୍କ ଦ୍ୱାରା ବୁଣାଯାଇଥିବା ସତ୍ୟ ମନୁଷ୍ୟ ଦ୍ୱାରା କଦାପି ଖୋଜା ଯାଇପାରିବ ନାହିଁ। କାରଣ ଶୈତାନ ଚତୁରତାରେ ଧୋକା ଦେଲା। ତେବେ ମନୁଷ୍ୟର ଆଖି, ମନୁଷ୍ୟର ବିଚାର ଓ ମନୁଷ୍ୟର ଜ୍ଞାନ ସହିତ ଶୈତାନର ଜାଲ ଚିହ୍ନିବା ଓ ତାହା ବୁଝିବା ଅସମ୍ଭବ। ଏହେତୁ ଯୀଶୁ ଖ୍ରୀଷ୍ଟ 2000 ବର୍ଷ ପୂର୍ବେ ଆସିଥିଲେ ଓ ପ୍ରଥମ ଚର୍ଚ୍ଚ ଦ୍ୱାରା ସୁସମାଚାର କାର୍ଯ୍ୟ କରିବା ସହିତ ଆପଣା ଶିଷ୍ୟମାନଙ୍କୁ ଅନେକ ଶିକ୍ଷା ଦେଲେ। ଯେମିତି ଜୋହନ ଅଧ୍ୟାୟ 13 ପଦ 15ରେ ଲେଖାଯାଇଅଛି, ମୁଁ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଅଛି କି ଯେପରି ମୁଁ ତୁମ୍ଭମାନଙ୍କ ପ୍ରତି କରିଅଛି ତୁମ୍ଭେମାନେ ମଧ୍ୟ ସେପରି କର। ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଅନେକ ଆଦର୍ଶ ଦେଖାଇଛନ୍ତି। ସେ ବିଶ୍ରାମ ଦିନ ଓ ନିସ୍ତାର ପର୍ବକୁ ପାଳନ କରିବାର ଆଦର୍ଶ ଦେଖାଇଲେ, ଆଉ ନୂତନ ନିୟମର 3 ଥରରେ 7 ପର୍ବକୁ ପାଳନ କରିବା ପାଇଁ ମଧ୍ୟ ଆଦର୍ଶ ଦେଖାଇଲେ। କିନ୍ତୁ ଭବିଷ୍ୟବାଣୀ କ'ଣ କହୁଅଛି? ମନୁଷ୍ୟ ପୁତ୍ରଙ୍କ ଆସିବା ପରେ ଓ ସମସ୍ତ ଉତ୍ତମ ବିଷୟକୁ ବୁଣିବା ପରେ ଶତ୍ରୁ ରାତିରେ ଚୁପଚାପ ଆସିବ ଓ ଗହମ ମଧ୍ୟରେ ବାଳୁଙ୍ଗା ବୁଣିବ। ଯେତେବେଳେ ଗହମ ବଢ଼ିବାକୁ ଲାଗିଲା, ତେବେ ବାଳୁଙ୍ଗା ତୀବ୍ରତାରେ ବୃଦ୍ଧି ହେଉଥିଲା। ତେବେ ଦାସମାନେ ପଚାରିଲେ, ହେ ସ୍ୱାମୀ, କ'ଣ ଆପଣ ଚାହୁଁଛନ୍ତି କି ଆମ୍ଭେ ସେଗୁଡ଼ାକୁ ଏକାଠି କରିବୁ? ସ୍ୱାମୀ କହିଲେ, ମୋତେ ଚିନ୍ତା ହେଉଅଛି କି ବାଳୁଙ୍ଗାର ଗଛ ଏକାଠି କରିବା ବେଳେ ତୁମ୍ଭେମାନେ ତାହା ସହିତ ଗହମ ମଧ୍ୟ ଉପାଡ଼ି ପକାଇବ।
एथिपाई काटिबा जाय दुहीके एकाठी बढ़िबाको छाड़ी दियो। तुम्हें सेमानको रूप द्वारा सेमानको पृथक करिबार सक्षम हब, तेणु दुहेंको एकाठी बढ़िबाको छाड़ी दियो। अंतिम काटिबार समय मु कटाड़ी मानक पठाइबी कि प्रथमे पोड़िया पाई आगे बालुंगा एकाठी करी बिड़ा बांध आउ गहम को मो स्वर्गीय अमारे संग्रह करी रख। एठारे परमेश्वर आंभ मानकु मिथ्यार सत्य को चिन्हुआ पाई बुद्धि प्रदान कले। प्रेरित मानक जुगर सत्य व्यतीत अन्य कौनसी सत्य नहीं, कारण प्रेरित मानक जुग पर मिथ्या बुणा जाइथिला। आज आसंतु आंभे गुटिए पर गुटिए भविष्यवाणीर अनुसंधान करिबा। आसंतु आंभे द्वितीय थेसलोनिके अध्याय 2 पद 3 उपर एक नजर पकाइबा। केही कौनसी प्रकार तुम्हानक भ्रांति न जन्माऊ, एहार अर्थ धोखा न खाइबा, कारण प्रथमे धर्मच्युत घटिबो। धर्मच्युत घटिबो र अर्थ सत्य को धोखा देबा, हाँ ना। बाइबल भविष्यवाणी करे अछि कि किछि लोक सत्य को परित्याग करिवे, जहा परमेश्वर आंभमानक निमते स्थापित करिथिले। कारण प्रथमे धर्मच्युति घटिबो आ विनाशर संतान से अधर्म पुरुष प्रकाशित हेबा आवश्यक, न हेले प्रभुଙ୍କ दिन उपस्थित हेबो नाही जे विरोध करे। एठारे एहा कहू अछि कि प्रथमे धर्मर परित्याग हबो। एही प्रकार द्वितीय थेसलोनिके अध्याय 2 रे परमेश्वर भविष्यवाणी करिसंती कि लोकंकर गोटे समूह परमेश्वर विरोध रे उठिबो, जहा द्वारा लोकंको परमेश्वर व्यवस्था और आज्ञा को पालन करिया पाई रोका जाय पारिबो। एबे आसंतु आम्भे माने दानियल अध्याय 7 पद 25 देखिबा। पुणी से सर्वपरिस्थितଙ୍କ विरोधरे कथा कहइबो। सर्वपरिस्थ परमेश्वर को दर्शावछि, हाँ ना। आओ यह निश्चित कि जे परमेश्वर को विरोध रे कथा कहछि से शैतान। बाइबल रे ताहा विषय कौन कह जाय अछि? जे कुकर्म बुणीथिला, शत्रु जे बाळुंगा बुणीला से शैतान। यीशु आंभमान को जणाइले पुणी से सर्वपरिस्थितଙ୍କ विरोध रे कथा कहइबो ओ से पवित्र गण को कौन करिबो? सर्वपरिस्थितଙ୍କର पवित्र गण को शीर्ण करिबो। आउ कौन करिबो? से काल और व्यवस्थार परिवर्तन करने को विचार करिबो। से जीवनर सत्य व्यवस्था अर्थात नूतन नियम को परिवर्तन करिबो। से किए? से द्वितीय थेसलोनिके अध्याय 2 रे उल्लेखित विनाशर संतान अर्थात अधर्मर पुरुष। से सर्वपरिस्थितଙ୍କର पवित्र गण को शीर्ण करिबो। आउ से काल और व्यवस्थार परिवर्तन करने को विचार करिबो। पुणी केते समय पर्यंत? एक काल, 2 काल और अर्ध काल पर्यंत सेमाने ताहा हस्तरे समर्पित हेबे। एही भविष्यवाणी एठारे ही समाप्त हेउ नाही, किंतु पद 26 रे जारी रहिछि। मात्र विचार सभा बसिबो ओ कोन हेबो? सेमाने शेष पर्यंत ताहार कर्तृत्वरे क्षय और विनाश करिया पाई ताहाठारु ताहा नेबे। पद 27 आउ राजत्व और कर्तृत्व ओ आकाशमंडल अध्यस्थित राज्य समूहर महिमा सर्वपरिस्थितଙ୍କର पवित्र लोकମାନଙ୍କୁ दैत हब। ताहांकर राज्य अनंतकालीन राज्य और जावतीय शासनकर्ता ताहांकर सेवा करिवे और ताहांकर आज्ञावह हेबे। एठारे वृत्तांतर शेष। कौन एहार अर्थ एहा नुहे जे अंतिम समय परमेश्वर को लोक माने समस्त विषय उपरे विजयी हेबे? किंतु जेतेबेले आम्भे एही प्रक्रिया को देखिबा तेबे परमेश्वर निर्दिष्ट समय और व्यवस्था परिवर्तन हब। बाइबल ताहा भविष्यवाणी करिअछि। आसंतु आम्भे प्रकाशित वाक्य अध्याय 13 रे एही भविष्यवाणी उपर एक नजर पकाइबा। जदि आम्भे उद्धार प्राप्त करियाको चाहुअछु एवं स्वर्ग को जीवाको चाहुअछु तेबे आम्भମାନଙ୍କୁ सत्य खोजिबाको पड़िबो। आसंतु आम्भे प्रकाशित वाक्य अध्याय 13 पद 5 को जीवा। ताहाको अहंकार और ईश्वर निंदार कथा कहवाको मुख दियागला। आउ केते समय पर्यंत? 42 मास पर्यंत कार्य साधन करिया को क्षमता दियागला। दानियल को पुस्तक रे एहा लेखा जायथिला 3.5 काल। एक काल को 1 वर्ष भावरे गणा जाए। एथिपाई 3.5 काल 3.5 वर्ष। 3.5 वर्ष केते मास हेउ अछि? ताहा 42 मास हेउ अछि।
ଦାନିଏଲ ଓ ପ୍ରକାଶିତ ବାକ୍ୟର ପୁସ୍ତକରେ ବିଭିନ୍ନ ଅଭିବ୍ୟକ୍ତି ବ୍ୟବହୃତ କରାଯାଇଥିଲା, କିନ୍ତୁ ତାହା ସମାନ ସମୟ ଅବଧି। ଏହା କହୁଅଛି କି ପଶୁକୁ 42 ମାସ ପର୍ଯ୍ୟନ୍ତ ଅହଙ୍କାର ଏବଂ ଈଶ୍ୱର ନିନ୍ଦାର କଥା କହିବା ପାଇଁ ମୁଖ ଦିଆଯାଇଥିଲା। ସେ ଏହା କାହାଠାରୁ ପ୍ରାପ୍ତ କଲା? ପ୍ରକାଶିତ ବାକ୍ୟ ଅଧ୍ୟାୟ 13 ପଦ 3ରେ ଲେଖା ଅଛି, ତାହାର ମସ୍ତ ଗୁଡ଼ାକ ମଧ୍ୟରୁ ଗୋଟାଏ ଯେପରି ସାଂଘାତିକ ଆଘାତ ପ୍ରାପ୍ତ ହୋଇଥିଲା, ଆଉ ତାହାର ସେ ମୃତ୍ୟୁଜନକ କ୍ଷତ ସୁସ୍ଥ ହେଲା। ପୁଣି ସମସ୍ତ ପୃଥିବୀ ସେ ପଶୁ ବିଷୟରେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାହାର ଅନୁଗମନ କଲେ। ପଶୁକୁ ଅଧିକାର କିଏ ଦେଲା? ପୁଣି ସର୍ପ ସେହି ପଶୁକୁ ଆପଣା କ୍ଷମତା ସମର୍ପଣ କରିବାରୁ ସେମାନେ ସର୍ପକୁ ପ୍ରଣାମ କଲେ। ସେମାନେ ପଶୁକୁ ମଧ୍ୟ ପ୍ରଣାମ କରି କହିଲେ, ଏହି ପଶୁ ପରି କିଏ, ଆଉ କିଏ ତାହାର ସହିତ ଯୁଦ୍ଧ କରିପାରେ? ତାହାକୁ ଅହଙ୍କାର ଓ ଈଶ୍ୱର ନିନ୍ଦାର କଥା କହିବାକୁ ମୁଖ ଦିଆଗଲା, ଆଉ 42 ମାସ ପର୍ଯ୍ୟନ୍ତ କାର୍ଯ୍ୟ ସାଧନ କରିବାକୁ କ୍ଷମତା ଦିଆଗଲା। ପ୍ରକାଶିତ ବାକ୍ୟ 12 ଅଧ୍ୟାୟ 7ରୁ 9 ଅନୁସାରେ ସର୍ପ ଶୈତାନ, ହଁ ନା? ଏହା କହୁଅଛି କି ଶୈତାନ 42 ମାସ ପର୍ଯ୍ୟନ୍ତ ଏହି କାର୍ଯ୍ୟ କରିବ। ଯେତେବେଳେ ଆପଣ 42 ମାସକୁ ଦିନରେ ପରିବର୍ତ୍ତନ କରିବେ, ତେବେ ଏହା 1260 ଦିନ ହେଉଅଛି। ବାଇବଲରେ 1260 ଦିନ 42 ମାସ, 3.5 କାଳ ସମସ୍ତ ଗୋଟିଏ ହିଁ। 538 ଖ୍ରୀଷ୍ଟାବ୍ଦ ଯେଉଁ ସମୟରୁ ପୋପ୍ର ଅଧିକାର ସ୍ଥାପନ ହୋଇଥିଲା, 1798 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ 1260 ବର୍ଷ। 1260 ବର୍ଷର ଲମ୍ବା ସମୟ ପାଇଁ ସତ୍ୟ ସମ୍ପୂର୍ଣ୍ଣ ଭାବରେ ପୃଥିବୀରୁ ଗୁପ୍ତ ହୋଇଗଲା, ଆଉ ପୁରା ଦୁନିଆ ପରମେଶ୍ୱରଙ୍କ ବ୍ୟବସ୍ଥା ଦ୍ୱାରା ନୁହେଁ, କିନ୍ତୁ ମିଥ୍ୟା ଦ୍ୱାରା ଢାଙ୍କି ହୋଇଛି। ବାଇବେଲ ଏହା ବିଷୟରେ ଭବିଷ୍ୟବାଣୀ କରିଥିଲା, ହଁ ନା? ଏହି ମାମଲା ବିଷୟରେ ଆସନ୍ତୁ ଆମ୍ଭେ ଗାଲାତୀୟ ଅଧ୍ୟାୟ 1 ପଦ 6ରେ ଆଉ ଏକ ଭବିଷ୍ୟବାଣୀ ଉପରେ ନଜର ପକାଇବା। ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମ୍ଭମାନଙ୍କୁ ଆହ୍ୱାନ କଲେ, ତାହାଙ୍କଠାରୁ ତୁମ୍ଭେମାନେ ଯେ ଏଡ଼େ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି। ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି। କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଯଦି ଆମ୍ଭେମାନେ କିମ୍ବା ସ୍ୱର୍ଗଦୂତ ହେଲେ ମଧ୍ୟ କେହି ତଦ୍ ଭିନ୍ନ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ କ'ଣ ହେଉ? ସେ ଶାପଗ୍ରସ୍ତ ହେଉ। ଏହା କହୁଅଛି କି ଯେଉଁ ମନୁଷ୍ୟ ଅନ୍ୟ ସୁସମାଚାର ପ୍ରଚାର କରୁଅଛି, ସେ ଶାପଗ୍ରସ୍ତ ହେବ। ଯୀଶୁ ଖ୍ରୀଷ୍ଟ ଦ୍ୱାରା ଆମ୍ଭମାନଙ୍କୁ ଯେଉଁ ଶିକ୍ଷା ପ୍ରାପ୍ତ ହୋଇଅଛି, ତାହା ହିଁ ସତ୍ୟ, ଯାହା ଆମ୍ଭମାନଙ୍କୁ ସ୍ୱର୍ଗ ନେଇପାରିବ, ହଁ ନା? ବାଇବେଲ ଭବିଷ୍ୟବାଣୀ କଲା କି ଯେଉଁ ଲୋକମାନେ କୌଣସି ଅନ୍ୟ ଶିକ୍ଷା ପ୍ରଚାର କରୁଅଛନ୍ତି, ସେମାନେ ଶାପଗ୍ରସ୍ତ ହେବେ। ଆସନ୍ତୁ ଆମ୍ଭେ ପ୍ରେରିତ ଅଧ୍ୟାୟ 20ରେ ଏହାର ପୁଷ୍ଟି କରିବା। ପଦ 28, ତୁମ୍ଭେମାନେ ନିଜ ନିଜ ବିଷୟରେ ଆଉ ଯେଉଁ ମଣ୍ଡଳୀକୁ ଈଶ୍ୱର ଆପଣା ନିଜ ରକ୍ତରେ କ୍ରୟ କରିଅଛନ୍ତି, ତାହାଙ୍କର ସେହି ମଣ୍ଡଳୀକୁ ପ୍ରତିପାଳନ କରିବା ନିମନ୍ତେ ପବିତ୍ର ଆତ୍ମା ଯେ ସମସ୍ତ ପଲ ମଧ୍ୟରେ ତୁମ୍ଭମାନଙ୍କୁ ଅଧ୍ୟକ୍ଷ ସ୍ୱରୂପେ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ। ମୋର ପ୍ରସ୍ଥାନ ପରେ ଦୁରନ୍ତ ବାଘଗୁଡ଼ାକ ଯେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରି ପଲ ପ୍ରତି ନିର୍ଦ୍ଦୟ ବ୍ୟବହାର କରିବେ, ପୁଣି ତୁମ୍ଭମାନଙ୍କ ମଧ୍ୟରୁ ସୁଦ୍ଧା ଲୋକେ ଉଠି ଶିଷ୍ୟମାନଙ୍କୁ ଆପଣାମାନଙ୍କ ପଛରେ ଟାଣି ନେବା ନିମନ୍ତେ ବିପରୀତ କଥାଗୁଡ଼ାକୁ କହିବେ, ଏହା ମୁଁ ଜାଣେ। ଅତଏବ ତୁମ୍ଭେମାନେ ଜାଗିର ହୋ, ଆଉ ମୁଁ 3 ବର୍ଷ ପର୍ଯ୍ୟନ୍ତ ଦିବାରାତ୍ରର ଅଶ୍ରୁପାତ ସହିତ ପ୍ରତ୍ୟେକ ଜଣକୁ ଚେତନା ଦେବାକୁ ଯେ କ୍ଷାନ୍ତ ହୋଇନଥିଲି, ଏହା ସ୍ମରଣ କର। ଏହି ପ୍ରକାର ପ୍ରେରିତଙ୍କ ଯୁଗର ଶେଷ ଭାଗରେ ଚିହ୍ନଗୁଡ଼ିକ ଦେଖାଯିବାକୁ ଲାଗିଲା। ଶେଷରେ 4ର୍ଥ ଶତାବ୍ଦୀରେ ଏହି ପରିସ୍ଥିତି ଅଧିକ ସ୍ପଷ୍ଟ ହେଲା ଏବଂ ସଂସାରରେ ଅନ୍ଧକାର ଯୁଗ ଆରମ୍ଭ ହୋଇଗଲା। 321 ଖ୍ରୀଷ୍ଟାବ୍ଦରେ ବିଶ୍ରାମ ଦିନ ରବିବାରରେ ପରିବର୍ତ୍ତନ କରାଗଲା। 325 ଖ୍ରୀଷ୍ଟାବ୍ଦରେ ନିସ୍ତାର ପର୍ବ ନଷ୍ଟ କରାଯାଇଥିଲା। ଚର୍ଚ୍ଚ ଭିତରେ କ୍ରୁଶ ଅଣାଗଲା, ଆଉ ଖ୍ରୀଷ୍ଟମାସକୁ ଗ୍ରହଣ କରାଗଲା। ରୀତି ଯାହା ପ୍ରଥମେ ଅସ୍ତିତ୍ୱରେ ନଥିଲା, ତାହା ଗୋଟିଏ ପରେ ଗୋଟିଏ ସ୍ଥାପିତ କରାଗଲା। ଯୀଶୁଖ୍ରୀଷ୍ଟ ଆରମ୍ଭରୁ ହିଁ ଭବିଷ୍ୟବାଣୀ କରିଥିଲେ କି ଏପରି ହେବ, ଆଉ ପ୍ରେରିତମାନେ ସେହି ଭବିଷ୍ୟବାଣୀ ଲେଖିଲେ। ପରମେଶ୍ୱର ଏହା ମଧ୍ୟ ଭବିଷ୍ୟବାଣୀ କଲେ କି ଶୈତାନ ନିର୍ଦ୍ଧାରିତ ସମୟ ଓ ବ୍ୟବସ୍ଥାକୁ ପରିବର୍ତ୍ତନ କରିବ, ଆଉ ଏହା କି ସଂସାରରେ 3.5 କାଳ ପର୍ଯ୍ୟନ୍ତ ଶୈତାନର ହସ୍ତରେ ରହିବ। ଏହି ରେକର୍ଡ ଦ୍ୱାରା ଆମ୍ଭେ ଐତିହାସିକ ଓ ଭବିଷ୍ୟସୂଚକ ଦୁଇଟି ଦୃଷ୍ଟିକୋଣରୁ ପୁଷ୍ଟି କରିପାରିବା କି ବାଳୁଙ୍ଗା ପ୍ରେରିତଙ୍କ ଯୁଗ ପରେ ବୁଣା ଯାଇଥିଲା। ପୁଣି ଯଦି ଆମ୍ଭେ ସତ୍ୟକୁ ଖୋଜିବାକୁ ଚାହୁଁଅଛୁ, ତେବେ ଆମ୍ଭମାନଙ୍କୁ କେଉଁ ଯୁଗରେ ଧ୍ୟାନ ଦେବା ଉଚିତ? ତାହା ପ୍ରେରିତଙ୍କ ଯୁଗ। ଆମ୍ଭମାନଙ୍କୁ ପ୍ରେରିତଙ୍କ ଯୁଗରେ ସତ୍ୟ ଖୋଜିବା ଉଚିତ। ଏହି ମାମଲା ବିଷୟରେ
ଆସନ୍ତୁ ଆମ୍ଭେ ଏଫେସିୟ ଅଧ୍ୟାୟ 2 ପଦ 20 ଉପରେ ନଜର ପକାଇବା। 너희는 ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ। 그리스도 예수 ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେଥିର କୋଣର ପ୍ରଧାନ ପ୍ରସ୍ତର। 그의 안에서 ତାହାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ୱରୂପେ ବୃଦ୍ଧି ପାଉଅଛି। ତାହାଙ୍କଠାରେ ତୁମ୍ଭେମାନେ ମଧ୍ୟ ଈଶ୍ୱରଙ୍କ ଆତ୍ମିକ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ। 여기에 지금 ଏହା କହୁଅଛି କି ଆମ୍ଭମାନଙ୍କୁ ପ୍ରେରିତଙ୍କ ଭିତ୍ତିମୂଳ ଉପରେ ନିର୍ମିତ ହେବା ଉଚିତ। 이번 자가 ଏହାର ଅର୍ଥ ଏହା କି ସତ୍ୟ ଚର୍ଚ୍ଚରେ 분명히 진리 ପ୍ରେରିତଙ୍କ ଯୁଗର ସତ୍ୟ 그 진리가 ହେବା ଉଚିତ। 되겠죠. 사도 시대에 ପୁରା ଦୁନିଆରେ ପ୍ରେରିତଙ୍କ ଯୁଗ ପରଠାରୁ ବାଳୁଙ୍ଗାରେ ଢାଙ୍କି ହୋଇଅଛି। 이런 형국 ଏହି ପରିସ୍ଥିତିରେ ସୁସମାଚାର ସତ୍ୟକୁ ପୁନଃସ୍ଥାପିତ କରିବାରେ କିଏ ସକ୍ଷମ ହେବ? ଯେ ପର୍ଯ୍ୟନ୍ତ ଆମ୍ଭମାନଙ୍କ ସ୍ୱର୍ଗୀୟ ପିତା ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ଦ୍ୱିତୀୟ ଥର ପୃଥିବୀରେ ଆସନ୍ତି ନାହିଁ, ସେ ପର୍ଯ୍ୟନ୍ତ କେହି ମଧ୍ୟ ପ୍ରେରିତଙ୍କ ଯୁଗର ସମସ୍ତ ସତ୍ୟ ଖୋଜିପାରିବ ନାହିଁ। ପ୍ରକାଶିତ ବାକ୍ୟ ଅଧ୍ୟାୟ 5ରେ ଏହା ଆରମ୍ଭରୁ ହିଁ ଭବିଷ୍ୟବାଣୀ କରାଯାଇଥିଲା, ସ୍ୱର୍ଗରେ ବା ପୃଥିବୀର ତଳେ କେହି ମଧ୍ୟ ଏହି ପୁସ୍ତକକୁ ଖୋଲି ପାରିବ ନାହିଁ। ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 5 ପଦ 1କୁ ଯାଇ ଏହାର ପୁଷ୍ଟି କରିବା। 내가 봄에 ତତ୍ପରେ ମୁଁ ସିଂହାସନ ପ୍ରବିଷ୍ଟ ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଗୋଟିଏ ପୁସ୍ତକ ଦେଖିଲି। ତାହା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ। 힘 있는 천사가 ଆଉ ମୁଁ ଜଣେ ପରାକ୍ରମୀ ଦୂତଙ୍କୁ ଦେଖିଲି। ସେ ଉଚ୍ଚ ସ୍ୱରରେ ଘୋଷଣା କରି କହୁଥିଲେ, କିଏ ଏ ମୁଦ୍ରା ସବୁ ଭାଙ୍ଗି ପୁସ୍ତକ ଫିଟାଇବାକୁ ଯୋଗ୍ୟ? କିନ୍ତୁ ସ୍ୱର୍ଗ, ମର୍ତ୍ତ୍ୟ କି ପାତାଳରେ କେହି ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ସକ୍ଷମ ହେଲେ ନାହିଁ, 진리가 완전 କାରଣ ସତ୍ୟ ସମ୍ପୂର୍ଣ୍ଣ ଭାବରେ ଗୁପ୍ତ ହୋଇଗଲା। 이 세상에서 ତେବେ କେହି ମଧ୍ୟ ଉଦ୍ଧାର ପ୍ରାପ୍ତ କରିବାରେ ସକ୍ଷମ ନଥିଲେ। 사절의 말씀 ପଦ 4 이 책을 펴거나 ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରେ ମୁଁ ଅତିଶୟ ରୋଦନ କଲି। 장로 중에 ସେଥିରେ ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, ରୋଦନ କର ନାହିଁ, ଦେଖ ଯେ ଜିହୁଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ ସେ ପୁସ୍ତକର ସପ୍ତମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଛନ୍ତି। 없는데 କେହି ମଧ୍ୟ ନାହିଁ, କିନ୍ତୁ କେବଳ ଜଣେ ବ୍ୟକ୍ତି ଏହା ଖୋଲିପାରିବ। ସେ କିଏ ଅଟନ୍ତି? 요한계시록 ଦାଉଦର ମୂଳ। ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ଅନୁସାରେ ଦାଉଦଙ୍କ ମୂଳ କିଏ ଅଟନ୍ତି? 그렇다면 ପୁଣି 앞으로 ଏହି ଭବିଷ୍ୟବାଣୀର ଅର୍ଥ କି କେବଳ ଯୀଶୁ ସ୍ୱୟଂ ଯିଏ ଏହି ପୃଥିବୀରେ ଆଗମନ କରିବେ। 2000년 전에 ସେ 2000 ବର୍ଷ ପୂର୍ବେ ଆପଣା ସମସ୍ତ ଶିକ୍ଷାକୁ ପୁନଃସ୍ଥାପିତ କରିବାରେ ଓ ଆମ୍ଭମାନଙ୍କୁ ସ୍ୱର୍ଗରେ ନେଇଯିବା ପାଇଁ ସକ୍ଷମ ଅଟନ୍ତି, ହଁ ନା? 히브리서 ଆସନ୍ତୁ ଆମ୍ଭେ ଏବ୍ରୀ ଅଧ୍ୟାୟ 9 ପଦ 27 ଦେଖିବା। ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ ଆଉ ତାହାପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହୋଇ 구원에 이르게 하기 위하여 ଦ୍ୱିତୀୟ ଥର ପାପ ସକାଶୁ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି କ'ଣ କରିବେ? ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। ଏହା କହୁଅଛି କି ଖ୍ରୀଷ୍ଟ ଦ୍ୱିତୀୟ ଥର ଉଦ୍ଧାର ଦେବା ନିମନ୍ତେ ଦର୍ଶନ ଦେବେ। ଯଦି ପରମେଶ୍ୱର ସତ୍ୟକୁ ପୁନଃସ୍ଥାପିତ କରିବା ପାଇଁ ଦ୍ୱିତୀୟ ଥର ନ ଆସନ୍ତି, 우리는 ତେବେ ଆମ୍ଭେ ସମସ୍ତେ ବାଳୁଙ୍ଗା ଦ୍ୱାରା ଚାପଗ୍ରସ୍ତ ଓ ଆମ୍ଭେ ଦଳିତ ହୋଇଯିବା ଏବଂ କେହି ମଧ୍ୟ ସ୍ୱର୍ଗୀୟ ଭଣ୍ଡାରରେ ପ୍ରବେଶ କରିପାରିବ ନାହିଁ। 미가서 ଆସନ୍ତୁ ଆମ୍ଭେ ମିଖା ଅଧ୍ୟାୟ 4ରେ ମଧ୍ୟ ଆଉ ଏକ ଭବିଷ୍ୟବାଣୀ ଦେଖିବା। 4장 ମିଖା ଅଧ୍ୟାୟ 4 ପଦ 1। 말일에 ମାତ୍ର ଶେଷ କାଳରେ ଏ ରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତଗଣ ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ, ଆଉ ଗୋଷ୍ଠୀଗଣ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ। ପୁଣି ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, ତୁମ୍ଭେମାନେ ଆସ ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଆମ୍ଭେମାନେ ଯାଉ। ତହିଁରେ ସେ କ'ଣ କରିବେ? ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ। ସେ ଅନ୍ତିମ ଦିନରେ ଆମ୍ଭମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଦ୍ୱିତୀୟ ଥର ଦର୍ଶନ ଦେବେ। ଯେ ପର୍ଯ୍ୟନ୍ତ ସେ ଦାଉଦଙ୍କ ମୂଳ ରୂପରେ ପୃଥିବୀରେ ଆସିନାହାନ୍ତି ଓ ଗୁପ୍ତ ହୋଇଥିବା ସମସ୍ତ ସତ୍ୟକୁ ସ୍ଥାପିତ କରିନାହାନ୍ତି, 인류의 그 구원을 ସେ ପର୍ଯ୍ୟନ୍ତ ମାନବ ଜାତି ନିମନ୍ତେ ଉଦ୍ଧାର ସର୍ବଦା ପାଇଁ ହଜି ହୋଇ ରହିବ। 하지 않겠습니까? 그래서 ଏଥିପାଇଁ ମିଖା ଭବିଷ୍ୟବାଣୀ କଲେ, 그가 ସେ ଆମ୍ଭମାନଙ୍କୁ ଆପଣା ପଥ ଶିଖାଇବେ ଆଉ ଆମ୍ଭେ ତାହାଙ୍କ ପଥରେ ଚାଲିବା। 이는 율법이 ଆଉ ବ୍ୟବସ୍ଥା କେଉଁଠୁ ବାହାରିବ? 이 땅에 오신 ଯେତେବେଳେ ପରମେଶ୍ୱର ପୃଥିବୀରେ ଆସୁଛନ୍ତି, ତେବେ ସେ ନିଶ୍ଚିତ ରୂପରେ ସିଓନରେ ଆପଣା ବ୍ୟବସ୍ଥାର ଘୋଷଣା କରିବେ ଓ ଆମ୍ଭମାନଙ୍କୁ ଶିକ୍ଷା ଦେବେ। ତାହାଙ୍କ ଶିକ୍ଷା ଦ୍ୱାରା ମାନବ ଜାତି ଅନନ୍ତ ଜୀବନ ଓ ଉଦ୍ଧାର ପ୍ରାପ୍ତ କରିପାରିବ। 그렇다면 ଯେତେବେଳେ ଯୀଶୁ ଖ୍ରୀଷ୍ଟ 2000 ବର୍ଷ ପୂର୍ବେ ପୃଥିବୀରେ ଆସିଥିଲେ, 오셔서 ତେବେ ସେ ମାନବ ଜାତିଙ୍କ ଉଦ୍ଧାର ନିମନ୍ତେ ଏକ ନିୟମ ସ୍ଥାପିତ କରିଥିଲେ, ହଁ ନା? 이 자는 ସେ କହିଲେ, ଏହି ପାନପାତ୍ର ମୋହର ରକ୍ତରେ ନୂତନ ନିୟମ। 그 진리의 ସେ ନୂତନ ନିୟମର ସତ୍ୟ ସ୍ଥାପିତ କଲେ। 그것이 곧 ସେ ଏହି ନିୟମକୁ କାହା ପାଇଁ ସ୍ଥାପିତ କଲେ? 우리를 ସେ କହିଲେ କି ନୂତନ ନିୟମର ସ୍ଥାପନା ଆମ୍ଭମାନଙ୍କ ନିମନ୍ତେ କରାଯାଇଥିଲା। 제
ଆପଣା ଦ୍ୱିତୀୟ ଆଗମନରେ ମଧ୍ୟ ସେ ଆମ୍ଭମାନଙ୍କ ପାଇଁ ଠିକ୍ ସେହି ସତ୍ୟ ନୂତନ ନିୟମକୁ ପୁନଃସ୍ଥାପିତ କଲେ। ଆସନ୍ତୁ ଆମ୍ଭେ ଲୁକ ଅଧ୍ୟାୟ 22 ପଦ 19 ଦେଖିବା। ପୁଣି ସେ ରୁଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି, ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ। କେଉଁ ନିୟମ? ନୂତନ ନିୟମ। ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ଯେଉଁମାନେ ସ୍ୱର୍ଗର ପାପୀ ଅଟନ୍ତି, ଏହି ପୃଥିବୀରେ ଆସି ଯେଉଁ ନିୟମ ସ୍ଥାପିତ କରିଛନ୍ତି, ତାହା ଅନନ୍ତ କାଳୀନର ନୂତନ ନିୟମ। ଯେତେବେଳେ ସେ ଦାଉଦଙ୍କ ମୂଳ ରୂପରେ ପୁନର୍ବାର ଆସୁଛନ୍ତି, ତେବେ ତାଙ୍କୁ କେତେ ବର୍ଷ ପର୍ଯ୍ୟନ୍ତ ନୂତନ ନିୟମର ପ୍ରଚାର କରିବା ଉଚିତ? ଆପଣା ପ୍ରଥମ ଆଗମନରେ ଯୀଶୁଖ୍ରୀଷ୍ଟ କେବଳ 3 ବର୍ଷ ନିମନ୍ତେ ନୂତନ ନିୟମର ପ୍ରଚାର କଲେ, କିନ୍ତୁ ଦାଉଦଙ୍କ ଭବିଷ୍ୟବାଣୀ ପୂରା କରିବା ପାଇଁ ତାଙ୍କୁ 37 ବର୍ଷ ପର୍ଯ୍ୟନ୍ତ ପ୍ରଚାର କରିବାର ଅଛି। ଅନ୍ୟ ଶବ୍ଦରେ ଭବିଷ୍ୟବାଣୀ ଅନୁସାରେ ଦ୍ୱିତୀୟ ଥର ଆସୁଥିବା ଖ୍ରୀଷ୍ଟଙ୍କ ଭୂମିକା 하시는 것이 ନୂତନ ନିୟମର ପ୍ରଚାର କରିବାର ଅଛି। 전인 것입니다. 그렇다면 ଏହି ଯୁଗରେ 37년 ଆମ୍ଭେ ଜାଣିଅଛୁ କି 37 ବର୍ଷ ପର୍ଯ୍ୟନ୍ତ ନୂତନ ନିୟମର ପ୍ରଚାର କିଏ କଲେ? 우리에게 ହଁ ନା? 누구시죠? ସେ କିଏ ଅଟନ୍ତି? ବାଇବେଲର ସମସ୍ତ ଭବିଷ୍ୟବାଣୀ ଉଦ୍ଧାରକର୍ତ୍ତାଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରୁଅଛି, ଯେ ଏହି ଯୁଗରେ ଦର୍ଶନ ଦେଉଛନ୍ତି ଆଉ ଆମ୍ଭମାନଙ୍କୁ ତାଙ୍କ ଉପରେ ଧ୍ୟାନ ଦେବା ଶିଖାଉଛନ୍ତି। ଭବିଷ୍ୟବାଣୀ ଏହା ମଧ୍ୟ କହୁଅଛି କି ଆମ୍ଭମାନଙ୍କୁ ଏହି ବିଷୟରେ ପୁଷ୍ଟି କରିବା ଉଚିତ କି ଖ୍ରୀଷ୍ଟ ଦ୍ୱାରା ସ୍ଥାପିତ ଚର୍ଚ୍ଚ କ'ଣ ପ୍ରଥମ ଚର୍ଚ୍ଚର ସତ୍ୟ ଅଛି? 께 있는가를 କ'ଣ ଆପଣ ଏହି ବିଷୟରେ ପୁଷ୍ଟି କରିପାରିବେ କି ଆମ୍ଭମାନଙ୍କ ପାଖରେ ଏହି ସମସ୍ତ ସତ୍ୟ ଅଛି? କ'ଣ ଆମ୍ଭମାନଙ୍କ ପାଖରେ ବିଶ୍ରାମ ଦିନ ଅଛି? ହଁ। କ'ଣ ଆମ୍ଭମାନଙ୍କ ପାଖରେ ନିସ୍ତାର ପର୍ବ ଅଛି? ହଁ। 또 수건 କ'ଣ ଆମ୍ଭମାନଙ୍କ ପାଖରେ ସ୍ତ୍ରୀର ଓଢ଼ଣୀର ସତ୍ୟ ଅଛି? ହଁ। 3 ଥରରେ 7 ପର୍ବ ବିଷୟରେ କ'ଣ? ହଁ, ତାହା ଅଛି। ନୂତନ ନିୟମ ବିଷୟରେ କ'ଣ? ହଁ, ତାହା ଅଛି। 우리 하나님께서 ଏହି ଭବିଷ୍ୟବାଣୀ ସୂଚକ ଚିହ୍ନର ସହିତ ପରମେଶ୍ୱର ଆସି ସମସ୍ତ ଲୋକଙ୍କୁ ଉଦ୍ଧାର ଦେବା ନିମନ୍ତେ ଏହି ଚର୍ଚ୍ଚର ସ୍ଥାପନା କଲେ। 이 교회를 세우셨습니다. 하나님의 교회가 ଚର୍ଚ୍ଚ ଅଫ୍ ଗଡ୍ ଏହି ପ୍ରକାର ସ୍ଥାପିତ କରାଯାଇଥିଲା। ଏଥିପାଇଁ ଆମ୍ଭମାନଙ୍କୁ ଏହି ବିଷୟ ଉପରେ ଗର୍ବ କରିବା ଉଚିତ କି ଆମ୍ଭେ ସତ୍ୟ ଚର୍ଚ୍ଚରେ ଅଛୁ। 잊지 말아야 되겠습니다. ଆଜି 사도 시대 ପ୍ରେରିତଙ୍କ ଯୁଗର ସତ୍ୟ ଓ ଖ୍ରୀଷ୍ଟ ଆନସାଙ୍ଗ ହୁଁ ଏହି ବିଷୟ ଉପରେ ଧ୍ୟାନ କରିବା ସହିତ ଆମ୍ଭମାନଙ୍କୁ ଭାବିବା ଦରକାର, ଶେଷ ପର୍ଯ୍ୟନ୍ତ ଆମ୍ଭମାନଙ୍କୁ କେଉଁ ସତ୍ୟରେ ରହିବା ଉଚିତ? ଏହା ଲେଖା ଅଛି, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତ୍ରାଣ ପାଇବ। ଯେଉଁ ଲୋକମାନେ ଧୈର୍ଯ୍ୟ ରଖନ୍ତି ନାହିଁ କିନ୍ତୁ ହାର ମାନନ୍ତି ବା ଏହି ଅବା ସେହି କାରଣରୁ ସତ୍ୟକୁ ପରିତ୍ୟାଗ କରନ୍ତି, ସେମାନେ ସମସ୍ତେ ଅଧିକ ଦୟନୀୟ ଅଟନ୍ତି। କୋରିଆର ଇତିହାସରେ ଜାପାନୀ ଔପନିବେଶିକା ଯୁଗ ସମୟରେ ସବୁଠାରୁ ଅଧିକ ଦୟନୀୟ ଲୋକ କେଉଁମାନେ ଥିଲେ? ସେମାନେ ସେହି ଲୋକମାନେ ଅଟନ୍ତି 36년 ଯେଉଁମାନେ ଲମ୍ବା ସମୟ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିଲେ କିନ୍ତୁ ପରେ 36 ବର୍ଷର ଶେଷରେ ଜାପାନୀ ସରକାରଙ୍କ ଅଧୀନ ହୋଇ ଆପଣା ଦେଶ ସହିତ ବିଶ୍ୱାସଘାତକ କଲେ। 어떻습니까? ସେମାନେ ସବୁଠାରୁ ଅଧିକ ଦୟନୀୟ ଲୋକ ଅଟନ୍ତି। ସେମାନେ ଏହା ଭାବି ହାର ମାନିଲେ, 독립이 안 되는 ଆମ୍ଭେ 35 ବର୍ଷ ପରେ ମଧ୍ୟ ସ୍ୱାଧୀନତା ପ୍ରାପ୍ତ କରିପାରିଲୁ ନାହିଁ। 자포자기 해서 ଏମିତି ଲାଗୁଅଛି କି ସ୍ୱାଧୀନତା ଗୋଟିଏ ଏପରି ବିଷୟ ଯାହା ଆମ୍ଭେ କଦାପି ପ୍ରାପ୍ତ କରିପାରିବା ନାହିଁ। ସେମାନଙ୍କୁ ଆପଣା ନିଷ୍ପତ୍ତି ଉପରେ ସର୍ବଦା ଅନୁତାପ ହେବ। ତେବେ ଏହା ବାଇବେଲରେ କ'ଣ କୁହାଯାଇଅଛି? 까지요. 끝까지 ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତ୍ରାଣ ପାଇବ। 그 끝까지가 오늘일 수. ସେହିଦିନ ଆଜି ହୋଇପାରେ, 금년이 또 ସେହିଦିନ ଏହି ବର୍ଷରେ ହୋଇପାରେ। ଏହି ବିଶ୍ୱାସର ସହିତ ଆମ୍ଭେ ସିଓନର ସମସ୍ତ ସନ୍ତାନଙ୍କୁ, 모두가 다 ସ୍ୱର୍ଗୀୟ ପିତାଙ୍କୁ ତାଙ୍କ ଆଗମନର ଦିନରେ ବିନା କୌଣସି ଲଜ୍ଜାରେ 할렐루야 ଖୁସିରେ ଗ୍ରହଣ କରିବା ଉଚିତ। 시온의 모든 자녀 ଆମ୍ଭମାନଙ୍କୁ ଭବିଷ୍ୟତର ମହିମା ବିଷୟରେ ଭାବୁଥାଏ। 그런 ଆସନ୍ତୁ ଆମ୍ଭେ ସେହି ବିଷୟରେ 생각하면서 ଲଟକି ରହିବା ନାହିଁ ଯାହା ଅସ୍ଥାୟୀ ଓ ଶୀଘ୍ର ଗୁପ୍ତ ହୋଇଯିବ। 하지 마시고 지혜로운 사람 ପିତାଙ୍କ ହସ୍ତଲିଖିତ ଲେଖା ମଧ୍ୟରୁ ପିତା କହିଲେ, 미련한 사람 ଜଣେ ବୁଦ୍ଧିମାନ ବ୍ୟକ୍ତି ସେହି ବିଷୟ ଉପରେ ଲାଳସା ରଖେ ଯାହା ଅନନ୍ତ, ଆଉ ଜଣେ ମୂର୍ଖ ବ୍ୟକ୍ତି କ୍ଷଣିକ ବସ୍ତୁ ନିମନ୍ତେ ବ୍ୟସ୍ତ ରହେ। ଆସନ୍ତୁ ଆମ୍ଭେ କ୍ଷଣିକ ବିଷୟରେ ଲଟକି ରହିବା ନାହିଁ, କିନ୍ତୁ ତାହା ଦେଖିବା ଯାହା ଅନନ୍ତ ଅଟେ। ଏହା ଆଶା କରିବା ସହିତ କି ସିଓନର ସମସ୍ତ ସଦସ୍ୟ ସ୍ୱର୍ଗର ସୁନ୍ଦର ଓ ଚମତ୍କାର ରାଜ୍ୟକୁ ଅଧିକାର ପ୍ରାପ୍ତ କରିବେ ଯାହା ପରମେଶ୍ୱର ଆମ୍ଭମାନଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି। ମୁଁ ଏହି ଉପଦେଶକୁ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।